ପଲ୍ଲବୀ ସମସ୍ତିଙ୍କ ଆଗରେ ରୁବି ମାଉସୀଙ୍କୁ ଅପମାନିତ କଲେ ଆଉ ଘରୁ ବାହାରି ଯିବା ପାଇଁ କହିଲେ। ଏବେ କ'ଣ କରିବେ ରୁବି? ଏହା ଜାଣିବା ପାଇଁ ଏ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୋଷ, ଆପଣ ସମସ୍ତଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ। ଦର୍ଶକ ବନ୍ଧୁ, ମାୟା ଓ ମମତା ସିରିଏଲରେ ଏବେ ନୂଆ ମୋଡ଼ ନେବାକୁ ଯାଉଛି। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ ପଲ୍ଲବୀ କାରରୁ ବୁର୍ଖା ପାଇବା ପରେ ରୁବି ମାଉସୀଙ୍କ ଉପରେ ଡାଉଟ୍ କରୁଛନ୍ତି ଆଉ ସେ ମନେ ମନେ କହୁଛନ୍ତି, ମୁଁ ଯାହା ଭାବୁଥିଲି ସେସବୁ ସତ। ଗୌରବ ଭାଇ ଜେଲ୍ ଯିବା ପଛରେ ରୁବି ମାଉସୀ ଅଛନ୍ତି। ଆଉ ଏହାପରେ ପଲ୍ଲବୀ ଠାକୁରଙ୍କ ପାଖରେ ଦୀପ ଲଗାଉଥିବା ସମୟରେ ରୁବି ଆସୁଛନ୍ତି ଆଉ ପଲ୍ଲବୀର ଦୀପକୁ ଲିଭେଇ ଦେଉଛନ୍ତି ଆଉ କହୁଛନ୍ତି, ତୋର ଏ ଘରେ କିଛି କରିବାର ଅଧିକାର ନାହିଁ। ଆଉ ରୁବି ନିଜେ ଦୀପ ଲଗାଉଥିବା ସମୟରେ ପଲ୍ଲବୀ ତାଙ୍କ ହାତକୁ ଧରି ପକାଉଛନ୍ତି ଆଉ କହୁଛନ୍ତି, ତମର ବି ମଧ୍ୟ ଏ ଘରେ କୌଣସି କାମ କରିବାର ଅଧିକାର ନାହିଁ। ଏ ଘରେ କେବଳ ଅଧିକାର ଅଛି ସାନ ମାଙ୍କର। ଆଉ ମମତା ଠିକ୍ ସେହି ସମୟରେ ଆସୁଛନ୍ତି ଆଉ ଦୀପ ଲଗାଉଛନ୍ତି। ଆଉ ପଲ୍ଲବୀ ରୁବି ମାଉସୀଙ୍କୁ କହୁଛନ୍ତି, ମୁଁ ତୁମ ବିଷୟରେ ସବୁ ସତ କଥା ଜାଣିସାରିଛି। ପୋଲିସ୍ ଷ୍ଟେସନ ସାମ୍ନାରେ ମୁଁ ତୁମକୁ କାରରେ ବୁର୍ଖା ପିନ୍ଧି ଯାଉଥିବାର ଦେଖିଛି। ଏକଥା ଶୁଣିଲା ପରେ ରୁବି ମାଉସୀ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଆଉ କହୁଛନ୍ତି, ମୋ ନାଁରେ ତୁ ମିଛ କଥା କହୁଛୁ। ଆଉ ମନେ ମନେ କହୁଛନ୍ତି, ତୁ ବ୍ୟସ୍ତ ହନା, ଏ ଘରୁ ତମ ସମସ୍ତଙ୍କୁ ମୁଁ ବାହାର କରିବି, ତାପରେ ମୁଁ ଶାନ୍ତିରେ ରହିବି। ଏହାପରେ ପଲ୍ଲବୀ କିଚେନରେ ଥିବା ସମୟରେ ରୁବି ଆସୁଛନ୍ତି ଆଉ ପୁଣି ଥରେ କହୁଛନ୍ତି, ତୋର ଏ ଘରେ କିଛି କରିବାର ଅଧିକାର ନାହିଁ, ତୁ ଏଠୁ ଚାଲ। ଏହାପରେ ପଲ୍ଲବୀ ରାଗି ଯାଉଛନ୍ତି ଆଉ କହୁଛନ୍ତି, ତମେ ଏ ଘରେ ଗେଷ୍ଟ, କେବଳ ଗେଷ୍ଟ ହିଁ ରୁହ, ଆଉ କୌଣସି କଥାରେ ମୁଣ୍ଡ ଖେଳାଅନି। ଯଦି ବି ଏ ଘରେ ଯାହା ହୁଏ କେବଳ ସାନ ମା ହିଁ କରିବେ। ରୁବି ରାଗି ଯାଉଛନ୍ତି ଆଉ ପଲ୍ଲବୀକୁ କହୁଛନ୍ତି, ତୋ ସ୍ୱାମୀ ସହିତ ତୋ ସମ୍ପର୍କ ଏବେ ଭାଙ୍ଗି ଯାଇଛି, ଆଉ ତୁ ଯା ତୋ କୋଚିଂ ଟିଚର ସଞ୍ଜୀବ ସହିତ ବୁଲିବୁ। ଏକଥା ଶୁଣିବା ପରେ ପଲ୍ଲବୀ ବହୁତ ରାଗି ଯାଉଛନ୍ତି ଆଉ କହୁଛନ୍ତି, ମୁଁ ଜାଣିସାରିଛି ତମେ ଗୌରବ ଭାଇଙ୍କୁ ଜେଲ୍ ପଠାଇଛ, ଏବେ ମୁଁ ତମ ପର୍ଦ୍ଦାଫାଶ କରିବି। ଏକଥା ଶୁଣିଲା ପରେ ପଲ୍ଲବୀ ବହୁତ ରାଗି ଯାଉଛି ଆଉ ନିଜର ଷଡ଼ଯନ୍ତ୍ର ଆରମ୍ଭ କରୁଛି ଆଉ ଜୋରରେ ଚିତ୍କାର କରି ଆନନ୍ଦ ଏବଂ ଆଦର୍ଶଙ୍କୁ ଡାକୁଛି ଆଉ ଆଦର୍ଶ ତଳକୁ ଆସୁଛନ୍ତି। ଆଉ ରୁବି କହୁଛି, ମୁଁ ଏ ଘରେ ଜମା ବି ରହିବିନି। ମୋତେ ପଲ୍ଲବୀ ଅପମାନିତ ଦେଲା ଆଉ ନାଲି ଆଖି ଦେଖେଇଲା। ଏକଥା ଶୁଣିଲା ପରେ ଆଦର୍ଶ କହୁଛନ୍ତି, ତମେ ମୋ ମା ପରି, ତମେ ଏ ଘରେ ନିଶ୍ଚିନ୍ତ ରହିବ। ଆଉ ରୁବି କହୁଛନ୍ତି, ହଉ, ତୋ କଥା ମାନିକି ମୁଁ ଏ ଘରେ ରହିବି, କିନ୍ତୁ ମୋର ଗୋଟେ ସର୍ତ୍ତ, ଯଦି ପଲ୍ଲବୀ ମୋ ଗୋଡ଼ ଧରି ମୁଣ୍ଡିଆ ମାରିବ ତେବେ ଏ ଘରେ ମୁଁ ରହିବି। ଆଦର୍ଶ ପଲ୍ଲବୀଙ୍କୁ କହୁଛନ୍ତି, ତମେ ରୁବି ମାଉସୀଙ୍କ ଗୋଡ଼ ଧରି ମୁଣ୍ଡିଆ ମାର, କିନ୍ତୁ ପଲ୍ଲବୀ ମନା କରୁଛନ୍ତି ଆଉ କହୁଛନ୍ତି, ମୁଁ ଠିକ୍ କଥା କହିଛି, ମୁଁ କାହାର ଗୋଡ଼ ଧରିବିନି। ଆଉ ଆଦର୍ଶ ରାଗି ଯାଉଛନ୍ତି ଆଉ କହୁଛନ୍ତି, ତମେ ଆଗ ଭଳି ଆଉ ନୁହଁ। ଏକଥା କହି ସେ ରୁମ୍କୁ ଯାଉଛନ୍ତି ହେରି ଆଉ ପଲ୍ଲବୀ ତାଙ୍କ ପଛେ ପଛେ ଯାଉଛନ୍ତି ଆଉ କହୁଛନ୍ତି, ଆଦର୍ଶ ମୋତେ ବୁଝିବାକୁ ଚେଷ୍ଟା କର, ରୁବି ମାଉସୀ ଆମ ଘରେ ସବୁ ଷଡ଼ଯନ୍ତ୍ର କରୁଛନ୍ତି ଆଉ ଗୌରବ ଭାଇଙ୍କୁ ଜେଲ୍ ପଠାଇଛନ୍ତି। ଦର୍ଶକ ବନ୍ଧୁ, ଆପଣମାନେ ଆଗାମୀ ଅଧ୍ୟାୟରେ ଦେଖିବାକୁ ପାଇବେ ପଲ୍ଲବୀ ଆଦର୍ଶକୁ ସବୁ ସତ କଥା କହିବା ପରେ ଆଦର୍ଶ ଏବେ କ'ଣ କରିବେ। କ'ଣ ଆଦର୍ଶ ପଲ୍ଲବୀଙ୍କ ସପୋର୍ଟ ନେବେ ନା ରୁବିଙ୍କ ସପୋର୍ଟ ନେବେ? ଆପଣମାନଙ୍କୁ କ'ଣ ଲାଗୁଛି? ଆପଣମାନେ ନିଶ୍ଚିନ୍ତ ଭାବରେ କମେଣ୍ଟରେ କୁହନ୍ତୁ।